ବର୍ତ୍ତମାନ ବହୁତ ଗୁଡ଼ାଏ ସେକେଣ୍ଡ ହ୍ୟାଣ୍ଡ ଡିଲର ରାସ୍ତାରେ ଆପଣ ଦେଖିପାରିବେ। ସେମାନେ କନସର୍ନ ଆରଟିଓ ମାନଙ୍କ ଠାରୁ ଲାଇସେନ୍ସ ନେବାକୁ ବାଧ୍ୟ। ଲାଇସେନ୍ସ ନେଲା ପରେ ହିଁ ସେମାନେ ତାଙ୍କ ସେକେଣ୍ଡ ହ୍ୟାଣ୍ଡ ସୋରୁମ୍ ଖୋଲିପାରିବେ, ଲୋକମାନଙ୍କ ଠାରୁ ଗାଡ଼ି ରଖିପାରିବେ, କିଣିକି ରଖିପାରିବେ। ଆଉ ସବୁ ଗାଡ଼ି ଓନରମାନଙ୍କୁ ମଧ୍ୟ ଜାଣିବା ଉଚିତ, ସେମାନେ ଯେତେବେଳେ ଗାଡ଼ି ଦେଉଛନ୍ତି ସେମାନେ ଜାଣିବା ଦରକାର ଯେ ସେକେଣ୍ଡ ହ୍ୟାଣ୍ଡ ଓନର ଯେଉଁ ସୋରୁମ୍ ଯିଏ କରିଛି ସେ କନସର୍ନ ଆରଟିଓ ମାନଙ୍କ ଠାରୁ କିଛି ସାର୍ଟିଫିକେଟ୍ ପାଇଛି କି ନାହିଁ। ଯଦି ସାର୍ଟିଫିକେଟ୍ ପାଇନି ମାନେ ତାକୁ ଆମେ ଦେବା ଉଚିତ ନୁହଁ। ଆଉ ସେଠି ତାର ବ୍ୟବସ୍ଥା କରାହେଇଛି ବାହନ ପୋର୍ଟାଲରେ। ଯଦି କିଏ ପୁଣି ଲୋକ ଚାହିଁବ ତାର ଗାଡ଼ିଟେ ବିକିବାକୁ, ସେ ସେକେଣ୍ଡ ହ୍ୟାଣ୍ଡ ଡିଲରକୁ ଅନଲାଇନ୍ ମାଧ୍ୟମରେ ସେ ଆପ୍ଲାଏ କରିପାରିବ। ଆପ୍ଲାଏ କଲା ପରେ ଗୋଟେ ଫର୍ମ ଜେନେରେଟ୍ ହେବ, ଫର୍ମର କପିଟାକୁ ସେ ପାଖରେ ରଖିବା ବାଧ୍ୟ। ଯାହାଦ୍ୱାରା ସାର୍ ଯେତେବେଳେ ଏମିତି ପୂର୍ବରୁ ଯେମିତି ଆମେ ଖାଲି ଯାହାକୁ ଇଚ୍ଛା ହେଉଥିଲା ଆମେ ଗାଡ଼ି ଦେଇ ଦେଉଥିଲୁ, କିନ୍ତୁ ବହୁତ ଲୋକ ତା ଭିତରେ ଓନରସିପ୍ ଟ୍ରାନ୍ସଫର କରିବାକୁ ସମୟ ଲାଗେ, କରିନଥାନ୍ତି, ରହିଯାଇଥାନ୍ତି। ସେ ସମସ୍ୟାର ସମାଧାନ ହେଇପାରିବ ଏଥିରେ? ଯଦି ଆପଣ ମୋ ଗାଡ଼ି ଆପଣଙ୍କ ଗାଡ଼ି ଆପଣମାନଙ୍କର କାହାକୁ ଗାଡ଼ି ବିକିବେ, ପ୍ରଥମ କଥା ହେଉଛି ଆରଟିଓ ଅଫିସକୁ ଯିବେ, ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିବେ। 29-30 ଫର୍ମ ଜେନେରେଟ୍ ହେଲା ପରେ ତାକୁ ନେଇ ଆରଟିଓ ପାଖରେ ଜମା କରିବେ। ତ ଗାଡ଼ି ଓନରସିପ୍ ଟ୍ରାନ୍ସଫର ହେଲା ପରେ ଆପଣ ଯାହାକୁ ଗାଡ଼ି ଦେଇପାରିବେ। କିନ୍ତୁ ଡିଲର ମାନଙ୍କ କତିକି ଯିବାକୁ ହେଲେ ଡିଲର ମାନଙ୍କ ପାଖକୁ ଯିବାକୁ ହେଲେ ଆପଣ ଅନଲାଇନ୍ ଆପ୍ଲାଏ କରିବେ। ଅନଲାଇନ୍ ଆପ୍ଲାଏ କଲା ପରେ ସେ ଗୋଟେ ଫର୍ମ ଜେନେରେଟ୍ ହେବ, ଆକ୍ନୋଲେଜମେଣ୍ଟ ଜେନେରେଟ୍ ହେବ। ଜେନେରେସନ୍ ଯେଉଁ ଆକ୍ନୋଲେଜମେଣ୍ଟ ଜେନେରେସନ୍ ଯେଉଁଟା ହେବ ସେଇଟା ଆଣି ପାଖରେ ଆପଣ ରଖିବେ। ତାଦ୍ୱାରା ସାର୍ ଲୋକମାନଙ୍କର କ'ଣ ଫାଇଦା ହେବ? ଲୋକମାନଙ୍କ ଫାଇଦା ହେବ, ସପୋଜ ଆପଣଙ୍କର ଗାଡ଼ି କୌଣସି ଆପଣ ତ ବିକିଦେଲା ପରେ ସେ ଯଦି ଡିଲର ତା ପାଖରେ ହିଁ ରଖିଲା, ସେ ଯେତେବେଳେ ଚାହିଁବ ତାର ଗାଡ଼ି ସେ ଡିମ୍ଡ ଓନର ହେଲା, ସେ ଯେତେବେଳେ ଚାହିଁବ ଯାହାକୁ ବିକିପାରିବ। ଯଦି ଆପଣ ଏମିତି ବିନା ଅଥରାଇଜେସନରେ କୌଣସି ସୋରୁମ୍ ଖୋଲିଥିବେ, ଆପଣ ଯଦି ତାକୁ ଗାଡ଼ି ଦେବେ, ସିଏ ଯଦି କେଉଁଠି ଭୁଲ ବାଟରେ ଗାଡ଼ିଟାକୁ ୟୁଜ୍ କଲା, ତାପରେ ନିଶ୍ଚିତ ଯେଉଁ ପୁରୁଣା ଓନର ଯିଏ ସିଏ ନିଶ୍ଚିତ ହଇରାଣରେ ପଡ଼ିବ। କିନ୍ତୁ ଯେଉଁଠି ରେଜିଷ୍ଟର୍ଡ ଯେଉଁମାନେ ଅଛନ୍ତି ସୋରୁମ୍ ଖୋଲିଛନ୍ତି ତାଙ୍କ ପାଖରେ ଦେଲେ ତାଙ୍କ ପାଖରେ ଓନରର କୌଣସି ପ୍ରକାର ଦାୟିତ୍ୱ ରହିବ ନାହିଁ।